କାଲି କାଳ ବୈଶାଖୀ କାଳ ବୈଶାଖୀ ପବନ ବର୍ଷା ଟିକେ ଅଧିକ ହେଲା। ସେଥିପାଇଁ ସବୁ ଆମ୍ବ ଝଡ଼େଇ ଦେଇଛି। ଏ ଦେଖନ୍ତୁ ବଡ଼ ବଡ଼ ଆମ୍ବ ସବୁ ଝଡ଼େଇ ଦେଇଛି। କଦଳୀ ଗଛଟା ଭାଙ୍ଗିଛି, କଦଳୀ ହେଇନାହିଁ, କଦଳୀ ଗଛଟା ଭାଙ୍ଗି ଦେଇଛି। ଏ କଦଳୀ ନା ଖାଇ ହେବ ନା କ'ଣ କରିହେବ, ଖାଲି କୁକୁଡ଼ା ଖାଇବା ପତ୍ର ଆଉ କିଛି ନାହିଁ। ଏଇସବୁ ଆମ୍ବ ପଡ଼ିଯାଇଛି। ଆମ୍ବ ବଡ଼ ବଡ଼ ମିଠା ଆମ୍ବ ଗୁରା ନେଇଯାଏ, ବାକି ସବୁ ବହୁତ ଆମ୍ବ ପଡ଼ିଛି। ଦେଖନ୍ତୁ ପବନ ଏବେ ଦିନେ ଅଧିକା ପବନ କାଳବୈଶାଖୀ ସବୁ ଝାଡ଼ି ପକାଇବ। ଆମ ବଗିଚାରେ ଆମ୍ବ ଏମିତି ସବୁ ଆମ୍ବ ପଡ଼ିଯାଇଛି। ପ୍ରବଳ ଆମ୍ବ ଆସିଛି, ସେଇ ହିସାବରେ ପଡ଼ିଛି ପ୍ରବଳ। ସବୁ ତ ଝାଡ଼ି ଦେଇଛି ଆଉ। ଡାଳଟା ବି ଭାଙ୍ଗି ପକାଇଛି। ବର୍ଷା ପବନ ଆମ୍ବର ଏମିତି ପକାଇଛି ମାନେ ପୁରା ଫାଟିକି ଗୁଣ୍ଡ ହେଇଯାଇଛି। ଆମ୍ବ ପାଚିନି, ସବୁ କଞ୍ଚା ଅଛି, ଝଡ଼େଇ ଦେଇଛି। ବଡ଼ ବି ହେଇନି, ପୁରା ବଡ଼ ହେଇନି। ଏଟା କ'ଣ କରିବ, ନଷ୍ଟ ହେବ। କାହା ଯଦି ଦରକାର ଆସିକି ନେଇଯିବ। ଯେତିକି ପଡ଼ିଛି ଆମ୍ବୁଲ କରିବ, ଖଟା କରିବ, ଯାହା କରିବା କଥା କରିବ। ସବୁ ଗତ ବର୍ଷର ଛୋଟ ଛୋଟ ଆମ୍ବ ଗଛ, ଏ ବର୍ଷ ଆହୁରି ପ୍ରବଳ ବାହାରିବ। ହଉ, ଯେଉଁଟା ବଡ଼ ବଡ଼ ହେଇଛି ସେଇଗୁଡ଼ାକୁ ନେଇଯିବା, ଛୋଟ ଗୁଡ଼ାକୁ ଛାଡ଼ିଦେବା। ଏ ବଡ଼ ଦେଖନ୍ତୁ କିଛି ଗୋଟେଇଛି, ଆଉ ଏମିତି ସବୁ ଗୋଟେ ଗୋଟେ ବଡ଼ ପଡ଼ିଛି। ଗୋଟେ ପାଚିଲା ପଡ଼ିଥିଲା, ଏଇଗୁଡ଼ାକୁ ନେଇଯିବା ଆଉ। ନଡ଼ିଆ ଗଛ, ନଡ଼ିଆ ବଗିଚା ଠିକ୍ ଅଛି, କିଛି ହେଇନି। ଡାଳରା କାଲି ନଇଁ ଯାଇଛି, ହଁ ଚଳିବ। କାଲି ଆମର ପ୍ରବଳ ଜୋର ପବନ, ବର୍ଷା ତ କମ୍ କିନ୍ତୁ ପବନ ବେଶୀ। ସବୁ ଝାଡ଼ିଦେଲା ବା, ଆଉ କ'ଣ ଅଛି ଗଛରେ? କାଁ ଭାଁ। ତ ଆପଣ ଆଡ଼େ କେମିତି ପବନ ବର୍ଷା ଟିକେ କହିବେ। ସବୁ ବଡ଼ ବଡ଼ ଆମ୍ବ ଯଦି ନେଇଯିବା, ବାକି ଥାଉ ଆଉ କ'ଣ କରିବା। ଛୋଟ ଗଛ ବୋଲି ଆମ୍ବ ଝାଡ଼ିନି, ଯେତେ ବଡ଼ ଗଛ ସେତେ ଆମ୍ବ ଝାଡ଼ିଛି। ହଉ ରହିଲି, ଜୟ ଜଗନ୍ନାଥ। ଆପଣ କେମିତି ପବନ ବର୍ଷା ଟିକେ ଜଣାଇବେ କମେଣ୍ଟରେ। ଆଉ କେତେ ଆମ୍ବ ଡାଳ ଭାଙ୍ଗିଛି, କେତେ ଆମ୍ବ ପଡ଼ିଛି।